ପହଣ୍ଟିରେ ବିଶୃଙ୍ଖଳା ମାନ ଗତି କରୁଛି ଆମେ ପରିଲକ୍ଷିତ କରିକିରି ବର୍ତ୍ତମାନ ଆମର ସବୁ କାହାର ଅଣ୍ଟା ଛିଡ଼ି ଯାଉଛି କାହାର ଗୋଡ଼ ମୋଡ଼ି ହେଇଯାଉଛି ଦିହ ପଡ଼ି ଯାଉଛନ୍ତି ଏମିତି ଛୋଟ ବଡ଼ କେସ୍ ରାସ୍ତାରେ ଗାଟରେ ମନ୍ଦିର ଭିତରେ ଏମିତି ଚାଲିଥିଲା ଏଇଟା ସିନା ବଡ଼ କେସ୍ ବର୍ତ୍ତମାନ ଜଗନ୍ନାଥଙ୍କ ବଳଭଦ୍ରଙ୍କର ତା ଉପରେ ହେଇଗଲା କିନ୍ତୁ ରାସ୍ତାରେ ଘାଟରେ ବି ସେମିତି ଛୋଟ ବଡ଼ କେସ୍ ଘଟିକିରି ଦଇତା ଖୁଣ ଖରାପ ହେଉଛନ୍ତି କାହାର ଗୋଡ଼ ଭାଙ୍ଗି ଯାଉଛି କାହାର ଇଏ ଗୋଡ଼ ମୋଡ଼ି ହେଇଯାଉଛି ଏମିତି ସବୁ ଚାଲିଛି କିନ୍ତୁ ସେଇ କଥା ତାଙ୍କୁ କୁହାଗଲା କାହିଁକି ନା ଏମାନେ ହେଲେ ଅଜ୍ଞ ଲୋକ ପହଣ୍ଟିରେ ଏମାନଙ୍କର କିଛି ନାହିଁ ଏମାନେ ଟିକେ ଦରକାର ବେଳେ ଟିକେ ସାହାଯ୍ୟ ଆମକୁ କରିଦେବେ କି ଧରି ପକାଇବେ କିନ୍ତୁ ଏମାନେ କ'ଣ ଆମ କାର୍ଯ୍ୟଟାକୁ ଆମ ଟେକ୍ନିକ୍ଟାକୁ ସିଏ ୟୁଜ୍ କରିପାରିବେ କିନ୍ତୁ ବାରମ୍ବାର ପ୍ରଶାସନକୁ କହିଲୁ ତୁମେ ସେଇଟାକୁ ଠିକ୍ କରିକିରି ବର୍ତ୍ତମାନ ତେମେ ତାଙ୍କୁ ନିୟନ୍ତ୍ରଣ କରି କାଢ଼ ୟା ଭିତରୁ ଯାହାର କିଛି ନାହିଁ ସେ କାହିଁ ଏଇଠି ରହିବ ଯେଉଁ ଗୋଟେ ସିଙ୍ଗାରୀଙ୍କର ଅଛି ଶ୍ରୀରଙ୍ଗ ସେବା ସେ ଛୁଇଁ ପାରିବ ଜଗନ୍ନାଥ ଗୋଟେ ପାଣିଆ ପଟର ଅଛି ପାଣି ଦେବା କଥା ସିଏ କେମିତି ଛୁଇଁବ ଯାଇକିରି ମାନେ ସେ ବି ଆସୁଛି ଆମେ ସେବାୟତ ବୋଲି କହି ତାର ସେ ପଶିଲାଣି ତାର ସିଏ ପଶିଲାଣି ଏମିତି ଚାରିଆଡ଼ୁ ଗୋଟେ ଆସିକିରି ତା ଭିତରେ ଧନ୍ଦା ମେଲେଇକିରି ହଇରାଣ ସବୁ କରୁଛନ୍ତି ସେଥିପାଇଁକା ପ୍ରଶାସନକୁ କହିକି ଆଜି 20 ବର୍ଷ ହେଲାଣି ସିଏ ତାର ଧ୍ୟାନ ଦେଉନାହାନ୍ତି କାରଣ ହେଉଛି କ'ଣ ମାନେ ତା ଭିତରେ ଗୋଟେ ଯିଏ ଅଫିସର ଆସୁଛି ସେ ବର୍ଷେ ରହୁଛି ବର୍ଷକ ପରେ ତାର ସେ ପଡ଼ିଲା ପରେ ଆଉ ସିଏ କହୁଛି ମୁଁ ବର୍ଷେ ରହିବି ପୁଣି ଆର ବର୍ଷକୁ ଆଇଲା ବେଳକୁ ଆଉ ଗୋଟେ ରଥ ଆସି ପହଞ୍ଚିଲାଣି ପୁଣି ଆକୁ କି ସାହାଯ୍ୟ କରିବ କେହି ସାହାଯ୍ୟ କରୁନାହାନ୍ତି ଅଲଗା କାମ ଥିଲା ତେଣୁ ଏଇନେକେ ଯେଉଁ ଆମର ଅରବିନ୍ଦ ପାଢ଼ୀ ଆସି ପହଞ୍ଚିଛନ୍ତି ଇ ପ୍ରକୋଷ୍ଠ ମାନେ ଏଇ ଜଗନ୍ନାଥଙ୍କ ବିଷୟରେ ତାଙ୍କର ଜ୍ଞାନ ରହିଛି କାହିଁକିନା ମାନେ 3 ବର୍ଷ ହେଲା ସେ ଥିଲେ ତାଙ୍କର ସେ ବାବଦରେ ବର୍ତ୍ତମାନ ବହୁତ ଜ୍ଞାନ ଧ୍ୟାନ ଅଛି ତାପରେ ସେ ବ୍ରାହ୍ମଣ ଓଡ଼ିଆ ଲୋକ ଆମର ବହୁତ ମାନେ କରିବା ପାଇଁ ବହୁତ ସୁବିଧା ଆଉ ତାଙ୍କର ସେ ବାବଦରେ ବହୁତ ମାନେ ଭକ୍ତି ଭାବ ବି ରହିଛି ଏଇଭଳିଆ ଲୋକ ଯଦି 10 ବର୍ଷ ରହିବେ ତେବେ ଜଗନ୍ନାଥଙ୍କ ମନ୍ଦିର ଠିକ୍ ଭାବରେ ଚାଲିବ ଆଉ ତାଙ୍କ ସାଙ୍ଗରେ ତାଙ୍କୁ କୋଅପରେଟ୍ କରିବା ପାଇଁକା ସେମିତି ଅଫିସରମାନେ ଦରକାର ଆଉ ସମସ୍ତଙ୍କର ସହଯୋଗ ଦରକାର ଆଉ ସେମିତି ସହଯୋଗ ନକଲେ ପ୍ରଶାସନ ଯଦି ହୁଗୁଳା ହେଇଯିବ ସବୁ ଏଇଟା କାହିଁ ହୁଗୁଳା ହେଲା ଏ ପ୍ରଶାସନ ଯିଏ ରହିଲା ସିଏ ହେଉଛି ନନ ଓଡ଼ିଆ ସେଠି ଯଦି ମିଟିଂ ହେଇକି ଆମର ସେଇ ଯେଉଁ 71 ମସିହାରେ ଏମିତି ଘଟିଥିଲା ଏମିତି ହେଇଥିଲା ଅମୁକ ହେଇଥିଲା ମୁଁ କହିଲି ବାବା 71 ମସିହାରେ ତୁମେ ଯେଉଁଟା କରିଛ ସେଇଟା ରଙ୍ଗ ସେଇଟା ଟିକେ ପ୍ରଯୁଜ୍ୟ ନୁହଁ ସେମିତି ରଥଯାତ୍ରା ହେଇପାରିବନି ରଥଯାତ୍ରା ଗୋଟେ ଦିନରେ କ'ଣ ରଥଯାତ୍ରା ମାନେ ନବଯୌବନ ଶ୍ରୀଗୁଣ୍ଡିଚା ଇଏ କେବେ ହେଇପାରିଲାଣି କିନ୍ତୁ ଆମର କହୁଛି ଯେ ଆମର ଏଇ ପାଞ୍ଜି ସେଇ ପାଞ୍ଜି କହୁଛି ଯେ ବର୍ତ୍ତମାନ ଦ୍ୱାଦଶ ଯାତ୍ରାରେ ଯେ ତାଟି ଖୋଲିବ କେଉଁଦିନ ନା ଅମାବାସ୍ୟା ପରଦିନ ଯେଉଁ ଶୁକ୍ଳ ପ୍ରତିପଦା ସେଇଦିନ ତାଟି ଖୋଲିବ ଆମର ତ ଅମାବାସ୍ୟା ପଡ଼ିଲା ଯଦି 5 ତାରିଖ 6 ତାରିଖ ଦିନ ଶୁକ୍ଳ ପ୍ରତିପଦା ଆମର 6 ତାରିଖ ଦିନ ନବଯୌବନ ହେବା କଥା ସିଏ କାହିଁକି 7 ତାରିଖକୁ ଗଲା 7 ତାରିଖକୁ ଯାଇକିରି ଆମର ଏଠାରେ ଶ୍ରୀଗୁଣ୍ଡିଚା ସାଙ୍ଗରେ ମିଶିବାରୁ ବର୍ତ୍ତମାନ ନୀତି କ'ଣ ହେଲା ନୀତି ତ କିଛି ହେଲାନି ମାନେ ସେଦିନ ନବଯୌବନର ନୀତିରେ ମାନେ ମୁଁ ଜାଣିବାରେ ସେ ବର୍ତ୍ତମାନ ସେ କେବଳ ସକାଳ ଧୂପଟି ହେଇଛି ଆଉ ସବୁଗୁଡ଼ାକ ଯେତେ ନୀତି ଗଲା ଦଇତାପତି ବନ୍ଦାପନା ସର୍ବାଙ୍ଗ ଇଏ ଆମର କ'ଣ ମାସାଣ ହାନି ଲାଭ ସବୁ ଗେଁ ପେଁ ହେଇକି ଗାଁ ହେଇକିରି ଗଲା ସେ ଦିହ ସେଥିରେ ଖାଇଥାନ୍ତେ ପିଇଥାନ୍ତେ ବସିଥାନ୍ତେ ସମସ୍ତଙ୍କର ଗୋଟେ ଆନନ୍ଦ ଅନୁଭବ ଅଛି ଏଡ଼େ ବଡ଼ ରଥ କୋଟି କୋଟି ଟଙ୍କା ସରକାରଙ୍କର ଖର୍ଚ୍ଚ ତା ଦେହରେ ପୁଣି ପ୍ରଶାସନର ଖର୍ଚ୍ଚ ଭକ୍ତମାନଙ୍କର ଆବେଗ ଆଉ ସମସ୍ତଙ୍କ କଥାକୁ ଚିନ୍ତାରେ ରଖିକିରି ବର୍ତ୍ତମାନ ରଥଯାତ୍ରା ଆଉ ତେମେ ତାକୁ କିଛି ନ ଦେଇ ତାକୁ ଖାଇବାକୁ ନ ଦେଇ ତାକୁ କିଛି ନ ଦେଇ ବର୍ତ୍ତମାନ ଧୂପଠୁ ବର୍ତ୍ତମାନ ନବଯୌବନର ନୀତି କିଛି ରହିଲାନି କ'ଣ ମଧ୍ୟାହ୍ନ ଧୂପ ଉଡ଼ିଗଲା ସନ୍ଧ୍ୟା ଧୂପ ଉଡ଼ିଗଲା ତାପରେ ବଡ଼ସିଂହାର ଉଡ଼ିଗଲା ସେନାପଟା ଲାଗି ଉଡ଼ିଗଲା ସେନାପଟା ଲାଗିଟା ଯାଇକିରି ଘର ଭିତରେ ହେଲା ଅଣସର ଘର ଭିତରେ ଯେଉଁଟାକି ଅନ୍ୟାୟର ଶେଷ ସୀମା କିନ୍ତୁ ଜଗନ୍ନାଥ ତଙ୍କର ନେତ୍ର ଉତ୍ସବ ହେଇନି ଜଗନ୍ନାଥ ତ ଚକ୍ଷୁ ଉତ୍ସବ ତାଙ୍କର ଜନ୍ମଦିନ ଉତ୍ସବ ହେଇନି
ତାଙ୍କର କିଛି ହେଇନି। ସି ସେନାପଟା ଲାଗି ବଡ଼ସିଂହାର ଭୋଗ ଖାଇ ପିଇକିରି ରେଡ଼ି ହେଇକିରି ବାହାରିବେ, ଯେତେବେଳେ ପୋଷାକ ଲଗେଇକିରି ବାହାରିବେ। ତାଙ୍କୁ ନେଇ ଗୋଟେ ଅନ୍ଧାର ଘର ଭିତରେ ତେମେ ତାକୁ ଗଢ଼ି ତଡ଼ି କରି ମାନେ ଏଇ ଫଳ ଫୁଲରେ ଆନି ଲାଭ କ୍ଷୀରା ଛେନା ଖାଇକିରି ଥିବେ, ଆଇଲା ମାତ୍ରେ ସେ ଆଗ ଖାଇ ପକାଇବେ। ତେଣୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଭୋଗ ତିଆରି ହେଇକିରି ଘଣ୍ଟ ଛତି କାଳି ବାଜିକି ତାଙ୍କ ପାଖରେ କୁଡ଼ିଆ ହେଇଗଲେ ସେ ଭୋଜନ ଖାଇକିରି ପରାମର୍ଶ ଦେବେ। ଶୁଣିବାକୁ ନାରାଜ, ତାକୁ ସବୁ ଶିଖିକି ନେଇକିରି ନନ ଓଡ଼ିଆ ଲୋକ ତ ଇଏ ନନ ଓଡ଼ିଆ ଲୋକ ସିଏ କ'ଣ କରିବେ? ସିଏ କହିବେ, ସିଏ ଦେଖୁଛନ୍ତି ବାବା ଇଏ ତ ସମସ୍ତେ ସବୁ ପ୍ରକାର ଅଛନ୍ତି, ଆମେ ଏତେ କଥା। ସିଏ ଦେଖିଲେ ହଳଧର ଦାସ ମହାପାତ୍ରଟା କିଏ, ସେ ଅମୁକଟା କିଏ, ତାକୁ ଶିକ୍ଷା ମାନେ ସବୁ ହେଲା ମାନେ ମ୍ୟାନେଜିଂ କମିଟିରେ ମେମ୍ବର ହେବେ, ସଦସ୍ୟ ହେବେ। ରଥଯାତ୍ରାଟାକୁ ଜଲ୍ଦି ନେଇକି କରିକି ଥୋଇଦେବେ। 2 ଘଣ୍ଟା ପୂର୍ବରୁ ରଥଯାତ୍ରା ସରିଯିବ, ବିଫୋର୍ ଟାଇମ୍ରେ ରଥ ଗଡ଼ିବ, ମାନେ ଦିନ ଥାଉ ରଥ ପହଞ୍ଚୁଛି। ଦେଲେ ତ ବର୍ତ୍ତମାନ ସଦସ୍ୟ ହେବେ ନା, ଏ ସଦସ୍ୟ କେମିତି ହେବେ? ତେବେ ସେ ଘଟଣାଟା ହେଲା ସେଠି ମାନେ ୟା କରି ଦେଖୁଛ ତ ଆଉ ଭୁଲ ଭାଲ କରିଦେଲେ କ'ଣ? ଆରେ ଭୁଲ ଭାଲ କରିକି ନୀତିଟାକୁ କାଟିଲେ ନେଇକିରି ଦିଅଁଟାକୁ ପଳେଇବେ ନା। ଆଉ ଦିଅଁଟା ତମର ଯଦି ଦଣ୍ଡ ହେବାକୁ ଥିଲା ସବୁ ଭୋଗ ଭାଗ କାଟିକିରି 9ଟା ବେଳୁ ଦିଅଁକୁ ନେଇକି ପଳେଇଲେ ନା, ଆମେ ପଳେଇବୁ ନେଇକିରି। ଆରେ ଯାହାର ନୀତି ତମେ ନବଯୌବନ ନୀତିଟାକୁ କାଟିଲ, ସକାଳ ଦେବ ପର୍ଯ୍ୟନ୍ତ କଲ, ସେଇଦିନ ଘଣ୍ଟ ଛତି ଭୋଗ ବାଜିକିରି ଆସିବ କାହିଁକି ନା ଖାଇବା ପିଇକା। ସେମିତି ପଟୁଆରରେ ମାନେ ରଜା ଯାଇଥିଲେ, ରଜା ତାଙ୍କୁ ଅଭ୍ୟର୍ଥନା କରିକି ଆସିଲେ, ପ୍ରଭୁ ସବୁ ହେଇଯାଇଛି, ମୁଁ ବହୁତ ଖୁସି, ବର୍ତ୍ତମାନ ତୁମର ବ୍ୟଞ୍ଜନ ଫଞ୍ଜନ ସବୁ ରେଡ଼ି, ମୁଁ ସବୁ ଯୋଗାଇ ଦେଇଛି, ଆଉ ତୁମେ ଖାଇବ। ତାଙ୍କ ବ୍ୟଞ୍ଜନ ତିଆରି ଘଣ୍ଟ ଛତି କାଳି ବାଜି ହାତ ପଇଠ ପଡ଼ି ଆସିକି ତାଙ୍କ ପାଖରେ ପହଞ୍ଚିଲେ। ମହାପ୍ରଭୁ ଶାନ୍ତିରେ ଖୁସିରେ ଖାଇଲେ। ଆରେ ତାଙ୍କୁ ଶୁଖିଲା ଶଳା ଅନ୍ନ, ଶୁଖିଲା ଖେଚେଡ଼ି ଗେଁ ପେଁ କରି ଏଇ ଜଲ୍ଦି ତୁ ରୋଷେଇ କରିବୁଟି, ଗଣ୍ଡେ ଖେଚେଡ଼ି କରିଦେଉନୁ, ଆମେ ଖାଲି ନେଇକି ପଳେଇବା। ଭୋଗଟାକୁ ସକାଳ ଭୋଗଟାକୁ ଜଲ୍ଦି ସାରିଦେବା। ସକାଳ ଦୁପଟାକୁ ସାରିଦେଇ ବର୍ତ୍ତମାନ ଗଲା, ସକାଳ ଦୁପଟା ଯେମିତି ସରିଗଲା ଆଉ କାହିଁ ତ ବର୍ତ୍ତମାନ ସେଇଟା ଯେଉଁ ହେଲା ସେଇଟା କ'ଣ ହେଲା? ସେଇଟା ହେଲା ନବଯୌବନ ଦିନର ନୀତି। ତେବେ ଯୋଡ଼େ ଦିନ କରିବ ନା ଶ୍ରୀଗୁଣ୍ଡିଚା ଆଉ ନବଯୌବନ। ସେଇଟା ସରିଲା ପରେ ତା ମଧ୍ୟାହ୍ନ ଧୂପ କାହିଁ? ମଧ୍ୟାହ୍ନ ଧୂପ କେଉଁଟା ଗଲା? କେଉଁ ଦିନର? ନବଯୌବନ ଦିନର ମଧ୍ୟାହ୍ନ ଧୂପ। ମଧ୍ୟାହ୍ନ ଧୂପ ପରେ ପୁଣି ବେଶ ପରେ ପୁଣି ଓଲାଗି ପରେ ପୁଣି ଆମର ସନ୍ଧ୍ୟା ଧୂପ। ଆରେ 1971 ମସିହାରେ କିଏ ଦେଖିଥିଲା? ମୋର ତ ବୟସ ସେତେବେଳେ 18। ବର୍ତ୍ତମାନ ସେ କେମିତି ହେଲା, କ'ଣ ହେଲା, କି କେଉଁ ପ୍ରକାର ହେଇଥିଲା, ହେଲା କି ନହେଲା, ଏତେ କାଗଜ କଲମ ସବୁ ହାତରେ ଟିପା ହେଇଛି, କିଛି ଗାଣ୍ଡି ମୁଣ୍ଡ ନାହିଁ, କିଛି ବରିଷ୍ଠ ସେବାୟତ କିଛି ନାହିଁ। ଆମକୁ ଲୁଚେଇଲେ। ଏତକ ଗଲେ ସକାଳ ଧୂପ ସରିଲା ପରେ ମଧ୍ୟାହ୍ନ ଧୂପ ଉଡ଼ିଲା, ସନ୍ଧ୍ୟା ଧୂପ ଉଡ଼ିଲା, ବେଶ ବି ଉଡ଼ିଲା, ଚନ୍ଦନ ଲାଗି ଉଡ଼ିଲା, ଆଲଟ ଲାଗି ଉଡ଼ିଲା, ଆଉ ବଡ଼ସିଂହାର ଉଡ଼ିଲା, ସେନାପଟା ଲାଗି ଉଡ଼ିଲା। ସବୁତକ ନବଯୌବନରେ ତ ଉଡ଼ିଗଲା। ଆଉ ତମେ ନବଯୌବନଟା ହେଲା କେମିତିଆ? ପୁଣି ତାପରେ ହେଉଛି ସେ ଗୁଣ୍ଡିଚା। ମୋତେ ସେ କ'ଣ କଲେ, ସକାଳ ଧୂପଟା ଯେମିତି ସରିଗଲା ସେଇଟା ଡାଇଭର୍ଟ କରିଦେଲେ ସେ ଭୋଗଟାକୁ, ମାନେ ଆମର ସେ ଗୁଣ୍ଡିଚା ଭୋଗ ହେଲା ଏଇ ଗୋଟାକରେ ତ ଆମେ ଏଇଠି କ'ଣ ରଥ ପ୍ରତିଷ୍ଠା କରିଦେଇକିରି ଘଣ୍ଟ 11ଟାରେ ବାଜେଇକି ରଥ ଉପରେ ନେଇକି ଥୋଇଦେବା ଦିଅକୁ। ଥୋଇଦେଲେ ତ ବର୍ତ୍ତମାନ ରଥ ଗଡ଼ିବ 2 ଘଣ୍ଟା ପୂର୍ବରୁ, ବିଫୋର୍ ଟାଇମ୍ରେ ରଥ ପହଞ୍ଚୁଛି ରଥ। ଆଉ କ'ଣ ଚନ୍ଦନ ମିଳିଲା ନାହିଁ, ବିଡ଼ିଆ ମଣଇ ପାଇଁ ଆବଶ୍ୟକ ଚନ୍ଦନ ମଧ୍ୟ ନଥିଲା, ସେଥିପାଇଁ ଅଧଘଣ୍ଟା ଚାରମାଳ ଉପରେ ଅଟକିଲେ କି 45 ମିନିଟ୍ ଅଟକିଲେ। ଆଜ୍ଞା, ସେଠି ବିଡ଼ୁଆ ଦାୟୀ, ପ୍ରଶାସନର ଚର୍ଚ୍ଚାବାଲାମାନେ ଦାୟୀ। ବର୍ତ୍ତମାନ ସେମାନେ ଦେଖିବେ, ସେମାନେ କାହିଁକି ସେ ଡେରି ହେଲା, 45 ମିନିଟ୍ ଦିନ କାହିଁ ଏଠି ରହିଲେ। ଆଉ ତାପରେ ଯେଉଁ ଆସିବେ ଲୋକ, ଚନ୍ଦନ ନଥିବ ମହାପ୍ରଭୁଙ୍କର, ହଁ ସବୁ ଅଛି, କେଉଁ ଜିନିଷ ନାହିଁ ତାଙ୍କର, ତାକୁ ଖାଲି ଆଣି ଠିକ୍ ସମୟରେ ପହଞ୍ଚିଲେ ହେଲା। ମୁଁ କହୁଛି ଏ ଯେଉଁ ରାସ୍ତାରେ ଯେଉଁ ଲୋକ ସେବାୟତ ଗହଳି, ତା ଭିତରେ ତ ବାହାରିବା ମୁସ୍କିଲ। ଏଇ ଯେଉଁ ଘଣ୍ଟ ବାଜୁଛି, ସେ ଘଣ୍ଟ ଆଗ 50 ଫୁଟ ଘଣ୍ଟ ବାଜିଲେ ଯଥେଷ୍ଟ, 200, 250, 300 ଘଣ୍ଟ, ତାକୁ ତୁମେ ଡେଇଁକି ଆସିଲା ବେଳକୁ ତୁମକୁ ଅଧଘଣ୍ଟା ତା ଭିତରେ। କେଉଁ ପଟେ ଯିବ ତୁମେ?
ସବୁପଟେ ମାନେ ଚାରିପଟୁ ଘେରିକିରି ମହାପ୍ରଭୁଙ୍କୁ ଅଛନ୍ତି ଏପଟେ ବିଲିକା ସେପଟେ ବର୍ତ୍ତମାନ ଏମିତିକା ବର୍ତ୍ତମାନ କଣ ରହିବ ଆପଣଙ୍କ ପରାମର୍ଶ ୟା ପରେ ଆପଣ କଣ ପରାମର୍ଶ ରହିବ ଯାହାକି ଗୋଟେ ଶୃଙ୍ଖଳିତ ହେଇପାରିବ? ଶୃଙ୍ଖଳାଗତ କାର୍ଯ୍ୟକ୍ରମ ବର୍ତ୍ତମାନ ରେକର୍ଡ ଅଫ୍ ରାଇଟରେ ଲେଖା ହେଇକି ଅଛି କିନ୍ତୁ ଯେତିକି ଆବଶ୍ୟକ ପହଁଟି ଭାନିଲା ପାଇଁକା ଦରକାର ସେତିକି ଆବଶ୍ୟକ ରହିବେ ଦଇତାମାନଙ୍କ ଦାୟିତ୍ୱରେ ରହିବେ। ଆମର ପ୍ରାୟ କହିଲି ମାନେ ବଳଭଦ୍ରଙ୍କ ବାଡ଼କୁ ସେବାୟତ 40 ଜଣ ଆଉ ଜଗନ୍ନାଥଙ୍କ ବାଡ଼କୁ 40-50 ଜଣ ଖଣ୍ଡେ ଆଉ ସୁଭଦ୍ରାଙ୍କ ବାଡ଼କୁ 10 ଜଣ ସେବାୟତ ପ୍ରଶାସନ ତାଙ୍କୁ ପଠାଇବେ। ପ୍ରଶାସନ ତାଙ୍କୁ ବର୍ତ୍ତମାନ ତାଙ୍କର ଇଏ କ'ଣ ଇଏ କରି ମାନେ ସେ ନାଇଁ ସିଲେକ୍ଟ କରିକିରି ତାଙ୍କୁ ବ୍ୟାଚ୍ ଫ୍ୟାଚ୍ ଦେଇକିରି ମାନେ ତାକୁ ପଠାଇବେ ଆଉ ଚିହ୍ନଟ କରି ପଠାଇବେ ଏବଂ ସିଏ ତଦାରଖ କରିବେ ଆଉ ତଦାରଖ କରିବାକୁ ତାକୁ ଛାଡ଼ିବେନି ଇଏ କହିବେ ଏଇ ସେବାୟତଙ୍କୁ ତଦାରଖ କରିବେ ସେବାୟତକୁ ସେବାୟତ ତଦାରଖ କରିବେନି ବର୍ତ୍ତମାନ ସେବାୟତଙ୍କୁ ସରକାର ତଦାରଖ କରିବେ ଦେଖାଯିବ। କହିଲେ ଯେ ତାଙ୍କର କ୍ଷତି ହେଉଛି ବୋଲି କାରଣ ନୀତି ବିଳମ୍ବ ଯୋଗୁଁ ଅଭିଯୋଗ କରୁଛନ୍ତି ତାଙ୍କ ସାଙ୍ଗରେ ଏଇ ନୀତିରେ କ'ଣ ଅଛି ଯେମିତି ନୀତିଟା ଯେମିତି ଯିବ ସେ ସେମିତି ଯିବେ ଆଉ ତାଙ୍କ ବିନା ଗୋଟେ କ'ଣ ସ୍ୱତନ୍ତ୍ର ନୀତି ହେବ? ଜଗନ୍ନାଥଙ୍କ ନୀତି ଚାଲିଛି ନୀତିଟା ଯେଉଁ ପ୍ରକାର ଯିବ କୋଉଟା ଅଧଘଣ୍ଟା କୋଉଟା ଘଣ୍ଟା କୋଉଟା ଗୋଟେ ସେଇ ନୀତି ମଝିରେ ତମେ ଯାହା କରିବ ନା ଆଉ ନୀତି ବିନା କ'ଣ ଆଉ ତମ ବିନା ଗୋଟେ ସ୍ୱତନ୍ତ୍ର ନୀତି ଚାଲିବ? କାହା ବିନା ସ୍ୱତନ୍ତ୍ର ନୀତି ନାହିଁ ଜଗନ୍ନାଥଙ୍କ ବିନା ସ୍ୱତନ୍ତ୍ର ନୀତି ତାଙ୍କର ସମୟ ଯାହା ତାଙ୍କ ସମୟ ଭିତରେ ଯାହା ସମୟ ସ୍ୱତ୍ତ୍ୱଲିପିକି ଯଦି ନ ମାନିବ ତେବେ ସ୍ୱତ୍ତ୍ୱଲିପି ସରକାରଙ୍କୁ ଦେଇଦିଅ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।